ମିଠା ଦହି ବା ଭାପା ଦହି ଆପଣମାନେ ଦେଖିପାରୁଥିବେ ଆର ଟେକ୍ସଚର ଦେଖିବାକୁ ଯେମିତି ସୁନ୍ଦର ଦେଖାଯାଉଛି ନା, ଭିତର ପୁରା କ୍ରିମି ଟେକ୍ସଚର ଆସିଛି। ଆକୁ ଯଦି ଗୋଟେ ଥର ଘରେ ବନେଇ ନେବେ, ଘରକୁ ଆସୁଥିବା ଅତିଥିମାନେ ଜାଣିପାରିବେନି ଆପଣ ମିଠା ଦେଇଛନ୍ତି କିମ୍ବା ମିଠା ଦହି ଦେଇଛନ୍ତି। ଆଉ ବଜାରରେ ମିଳୁଥିବା ଦାମୀ ଦାମୀ ମିଠା ହେଉ ବା ଦାମୀ ଦାମୀ ଆଇସ୍କ୍ରିମ୍ ସବୁକିଛି ଫିକା ପଡ଼ିବ। ଆଉ ଘରେ ଯିଏ ବି ଖାଇବେ ସମସ୍ତେ ପ୍ରଶଂସା କରି ରହିପାରିବେନି। ନମସ୍କାର, ପ୍ରତିଦିନ ରୋଷେଇକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଆପଣମାନଙ୍କୁ ଅନୁରୋଧ ରହିଲା, ଯଦି ଚ୍ୟାନେଲରେ ନୂଆ ଅଛନ୍ତି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ତା ସହିତ ଭିଡ଼ିଓକୁ ପ୍ଲିଜ୍ ଗୋଟେ ଲାଇକ୍ କରିବେ। ପ୍ରଥମେ ଆମେ କ'ଣ କରିବା, ଗୋଟେ ବାଉଲ ଉପରେ ଏମିତି ଗୋଟେ ଛଣା ରଖିଦେବା। ମୁଁ ଏଠି ଷ୍ଟିଲର ଛଣା ରଖିଛି, ଆପଣ ଯଦି ଚାହିଁବେ ଏଠି ପ୍ଲାଷ୍ଟିକ ଛଣା ନେଇପାରିବେ। ଯେହେତୁ ମୋର ପ୍ଲାଷ୍ଟିକ ନଥିଲା, ଛଣାର କଣା ଟିକେ ବଡ଼ ଥିଲା, ସେଥିପାଇଁ ମୁଁ ଗୋଟେ କନା ନେଇଛି। କନା ଉପରେ 200 ଗ୍ରାମର ଦହି ନେଇଛି। ମୁଁ ଏଠି ଘର ଦହି ନେଇଛି, ଆପଣ ଯଦି ଚାହିଁବେ ବଜାର ଦହି ନେଇପାରିବେ। ଏବେ ଆମେ କ'ଣ କରିବା, କପଡ଼ାକୁ ବାନ୍ଧିଦେବା। ବାନ୍ଧିଦେଲେ କ'ଣ ହେବ ନା, ଏମିତି ଯେଉଁ ପାଣି ଥିବ ପାଣି ମଧ୍ୟ ବାହାରିଯିବ। ଏଠି ଆମକୁ ଯେଉଁ ଦହି ଦରକାର ପୁରା ଗାଢ଼ା ଦରକାର, ଯେମିତି ଟୋପେ ବି ପାଣି ରହିବନି। ବାନ୍ଧି ସାରିଲା ପରେ ଏମିତି ଗୋଟେ ଗିନା କିଛି ଓଜନିଆ ଜିନିଷ ତା ଉପରେ ରଖିଦେବେ। 10ରୁ 15 ମିନିଟ୍ ଛାଡ଼ିଦେବେ। ତା ଭିତରେ ଚାଲନ୍ତୁ ଅଲଗା ପ୍ରିପାରେସନ୍ କରିନେବା। ପ୍ରଥମେ ମୁଁ କ'ଣ କରିଛି, ଗୋଟେ କଡ଼େଇ ବସାଇଛି, ଫ୍ଲେମ୍କୁ ମିଡ଼ିୟମ୍ ରଖିଛି। ମିଡ଼ିୟମ୍ ଫ୍ଲେମ୍ରେ 2 ଚାମଚ ଚିନି ଦେବା। ଚିନିକୁ ଏମିତି ଟିକେ କ୍ୟାରାମେଲ୍ କରିନେବା। ତାପରେ ଅଳ୍ପ ଟିକେ ପାଣି ଦେବା। ମୁଁ ଏ ପ୍ରୋସେସ୍ କରୁଛି, ଆପଣମାନଙ୍କ ପାଖରେ ଯଦି ମିଲ୍କ ମେଡ଼୍ ଥିବ ତାହେଲେ ଏ ପ୍ରୋସେସ୍କୁ ଟୋଟାଲି ସ୍କିପ୍ କରିନେବେ। ମିଲ୍କ ମେଡ଼୍ରୁ 3ରୁ 4 ଚାମଚ ଦେବେ ଆଉ ଦହିକୁ ବନେଇ ନେବେ। ପ୍ରଥମେ ମୁଁ କ'ଣ କରିବି ନା, ଯେମିତି କ୍ୟାରାମେଲ୍ ହେଇଯିବ 1 ଚାମଚ ପାଣି ଦେଇଦେବି। ପାଣି ଦେଲେ କ'ଣ ହେବ ନା, ହିଟ୍ଟା ଟିକେ ବାଲାନ୍ସ ହେଇଯିବ ଆଉ କ୍ଷୀର ଦେଲେ ଉପରକୁ ଏମିତି ଛିଟକିବନି। ତାପରେ ଅଧା କପ୍ କ୍ଷୀର ଦେଉଛି। କ୍ଷୀର ଦେଇ ସାରିଲା ପରେ ଆମେ କ'ଣ କରିବା ନା, କ୍ୟାରାମେଲ୍ ସହିତ କ୍ଷୀରକୁ 1 ମିନିଟ୍ ଭଲସେ ମିଶାଇ ନେବା। ମିଶାଇ ସାରିଲା ପରେ ମିଲ୍କ ମେଡ଼୍ର ଟେକ୍ସଚର ଆଣିବା ପାଇଁ 1 ବଡ଼ ଚାମଚ ଏଠି ଆମେ କ'ଣ କରିବା ନା, କ୍ଷୀର ଗୁଣ୍ଡ ବା ମିଲ୍କ ପାଉଡ଼ର ଦେଇଦେବା। ଆଉ ମିଲ୍କ ପାଉଡ଼ର ଯେତେବେଳେ ଦେଉଛନ୍ତି ସବୁବେଳେ ଗୋଟେ କଥା ଧ୍ୟାନ ଦେବେ, କ୍ଷୀର ଜଷ୍ଟ ନଖ ଉଷୁମ ଥିବ ଦେଲେ ଏମିତି ଭଲସେ ମିଶିବ। ଯଦି କ୍ଷୀର ଟିକେ ଜୋରରେ ଗରମ ଥିବ ତାହେଲେ କ'ଣ ହେବ ନା, ମିଲ୍କ ପାଉଡ଼ର ଗେଟା ଗେଟା ହେଇଯିବ। 4ରୁ 5 ମିନିଟ୍ ଲୋ ଫ୍ଲେମ୍ରେ କଣ୍ଟିନ୍ୟୁଅସଲି ମିଶାଇ ସାରିଲା ପରେ ଆପଣମାନେ ଟେକ୍ସଚର ଦେଖିପାରୁଥିବେ, ପୁରା ମିଲ୍କ ମେଡ଼୍ର ଟେକ୍ସଚର ଆସିଛି। ଏବେ ଆମେ ଫ୍ଲେମ୍କୁ ଅଫ୍ କରିଦେବା। ଆକୁ କ'ଣ କରିବା ନା, ନେଇକି ଦହିରେ ୟୁଜ୍ କରିବା। ତା ଭିତରେ ଚାଲନ୍ତୁ ଦହିକୁ ଟିକେ ଚେକ୍ କରି ନେବା। ଏପଟେ ଆପଣମାନେ ଦେଖିପାରୁଥିବେ ଦହିରୁ ପୁରାପୁରି ପାଣି ବାହାରି ଯାଇଛି। ଆଉ ଦେଖନ୍ତୁ କେତେ ସାରା ପାଣି ବାହାରିଛି। ଯଦି ଏ ପାଣିକୁ ଆପଣ ଦହି ଦେଇ ବନେଇଥାନ୍ତେ ତାହେଲେ ଦହି ଆମର ଜମା ବି ଟାଣ ଟାଇପ୍ର ବନିନଥାନ୍ତା ଆଉ ମିଠା ଦହିର ଟେଷ୍ଟ ଏତେ ଆସିନଥାନ୍ତା, ପୁରା ପାଣିଆ ଟାଇପ୍ର ବନିଥାନ୍ତା। ଆଉ ଦେଖନ୍ତୁ ମୁଁ ଦହିକୁ ପ୍ରଥମେ କ'ଣ କରିବି ନା, କନାରୁ କାଢ଼ି ନେବି। କାଢ଼ି ସାରିଲା ପରେ 1 ମିନିଟ୍ ଏଇପରି ମିଶାଇ ନେବା। ଆଉ ଟେକ୍ସଚର ଦେଖନ୍ତୁ ପୁରା କ୍ରିମି ଟାଇପ୍ର ଦେଖାଯାଉଛି। ତାପରେ ମିଶାଇ ସାରିଲା ପରେ ଆପଣ ଯେଉଁ ମିଲ୍କ ମେଡ଼୍ ବନେଇକି ରଖିଥିବେ ତାକୁ ପ୍ରଥମେ ଦେଇଦେବେ। ମୁଁ ଯେମିତି ଆଗରୁ କହିଥିଲି, ଆପଣ ପାଖରେ ଯଦି ରେଡ଼ିମେଡ଼୍ ମିଲ୍କ ମେଡ଼୍ ଥିବ ତାହେଲେ 3ରୁ 4 ଚାମଚ ଏଠି ଦେଇଦେବେ। ଏ ପ୍ରୋସେସ୍କୁ ସ୍କିପ୍ କରିପାରିବେ। ତାପରେ ଆମେ କ'ଣ କରିବା ନା, କଣ୍ଟିନ୍ୟୁଅସଲି 1 ମିନିଟ୍ ମିଶାଇ ନେବା। ମିଶାଇ ସାରିଲା ପରେ ମୁଁ ଏଠି କ'ଣ କରିଛି ନା, ହୁଇସ୍କର ସାହାଯ୍ୟରେ ମିଶାଇ ନେଇଛି, ଯାହାଫଳରେ ଟିକେ ବି ଗେଟା ରହିବନି ଆଉ ପୁରା କ୍ରିମି ଟେକ୍ସଚର ଆସିବ। ଆଉ 2ରୁ 3 ମିନିଟ୍ ଏଠି ଆମେ କ'ଣ କରିବା ନା, ପ୍ରଥମେ କଣ୍ଟିନ୍ୟୁଅସଲି ମିଶାଇବା। ଆପଣ ଯଦି ଚାହିଁବେ ଚାମଚରେ ମଧ୍ୟ ମିଶାଇ ପାରିବେ। ଏବେ ଗୋଟେ ସାଇଡ଼୍ରେ ରଖିବା। ଯେଉଁଥିରେ ଷ୍ଟିମ୍ ଦେବା ବା ବନେଇବା ତାକୁ ପ୍ରଥମେ ରେଡ଼ି କରିନେବା। ମୁଁ ଏଠି ଗୋଟେ କାଚ ବାଉଲ୍ ନେଇଛି। ଆପଣ ଯଦି ଚାହିଁବେ ଷ୍ଟିଲ୍ର ବା ରସର କିଛି ବି ଜାଗା ଏଠି ୟୁଜ୍ କରିପାରିବେ। ଅଳ୍ପ ଟିକେ ଘିଅ ଏଠି କ'ଣ କରିବେ ନା, ଗ୍ରେସ୍ କରିନେବେ ଆଉ ତଳେ ଗୋଟେ ଏମିତି ଗୋଟେ ବଟର ପେପର ଦେଇଦେବେ। ଯଦି ଆପଣଙ୍କ ପାଖରେ ବଟର ପେପର ଥିବ ୟୁଜ୍ କରିପାରିବେ, ନହେଲେ ବଟର ପେପରକୁ ସ୍କିପ୍ କରିକି କେବଳ ଏଠି ଘିଅ ମାରିକି ମଧ୍ୟ ବନେଇ ପାରିବେ। ତାପରେ କ'ଣ କରିବା ନା, ଯେଉଁ ଜାଗାରେ ଆପଣ ବନାଉଥିବେ ସେଇ ଜାଗାରେ ଆପଣ ଫେଣ୍ଟିକି ରଖିଥିବା ଦହି ଆଉ ମିଲ୍କ ମେଡ଼୍କୁ ଦେଇଦେବେ। ଦେଇ ସାରିଲା ପରେ ମୁଁ ଏମିତି ଟିକେ ଉପର ପ୍ଲେନ୍ କରିଦେଉଛି। ଆପଣ ଚାହିଁଲେ ଉପରେ ମଧ୍ୟ କିଛି ଡ୍ରାଏ ଫ୍ରୁଟ୍ ଦେଇପାରିବେ। ଆଉ ଟେଷ୍ଟ ବହୁତ ଭଲ ଆସିଥାଏ, ତା ସହିତ ସୁନ୍ଦର ମଧ୍ୟ ଦେଖାଯାଇଥାଏ। ଆଉ ଗୋଟେ ଥର ଏମିତି ଟ୍ୟାପ୍ କରି ନେବେ। କରିସାରିଲା ପରେ ଉପରକୁ ଭଲସେ କଭର୍ କରିବେ। ଯେତେବେଳେ ଆପଣ ଷ୍ଟିମ୍ ଦେବେ ନା, ଯେମିତି ପାଣିଟା ଭିତରକୁ ଯିବନି ଆଉ ପରଫେକ୍ଟ ବନିକି ଆପଣ ମିଠା ଦହି ରେଡ଼ି ହେବ। ଏବେ ଚାଲନ୍ତୁ ଷ୍ଟିମ୍ ଦେବା। ସେଥିପାଇଁ ମୁଁ ଗୋଟେ ଜାଗାରେ ପ୍ରଥମେ ପାଣିକୁ ଗରମ କରି ନେଇଛି। ଗୋଟେ ଷ୍ଟାଣ୍ଡ ରଖିଦେବା। ଆଉ ତାପରେ ଯେଉଁ ଜାଗାରେ ଆପଣ ଦହିକି ଦେଇଥିବେ ତାକୁ ପ୍ରଥମେ ଦେଇଦେବେ ଆଉ କଭର୍ କରିକି ମିଡ଼ିୟମ୍ ଫ୍ଲେମ୍ରେ 15 ମିନିଟ୍ ଛାଡ଼ିଦେବେ। ମିଠା ଦହି ସିଝିବା ପାଇଁ ମ୍ୟାକ୍ସିମମ୍ 15 ମିନିଟ୍ ହିଁ ସମୟ ଲାଗିବ, ବେଶୀ ସମୟ ଲାଗିବନି। ପ୍ରଥମେ ଆମେ କ'ଣ କରିବା ନା, 15 ମିନିଟ୍ ହେଇଗଲା ପରେ ଫ୍ଲେମ୍କୁ ଅଫ୍ କରିଦେବା। ତାପରେ କଭର୍କୁ କାଢ଼ି ନେବା ଆଉ ରୁମ୍ ଟେମ୍ପରେଚରରେ
ପାଖାପାଖି ଥଣ୍ଡା ହେବା ପାଇଁ 30 ମିନିଟ୍ ଛାଡ଼ିଦେବା। 30 ମିନିଟ୍ ପରେ ପୁରାପୁରି ଥଣ୍ଡା ହେଇଯିବ। ଆପଣ ଚାହିଁଲେ ନର୍ମାଲି ଏମିତି ଖାଇକି ଏନ୍ଜୟ କରିପାରିବେ। ଯଦି ଖରାଦିନେ ବନଉଥିବେ ଥଣ୍ଡା ଥଣ୍ଡା ଖାଇବା ପାଇଁ ଇଚ୍ଛା ଥିବ ତାହେଲେ ଫ୍ରିଜ୍ରେ ରଖିକି ମଧ୍ୟ ଖାଇପାରିବେ। 5 ଘଣ୍ଟା ଫ୍ରିଜ୍ ରଖିଦେବେ, ଆରାମସେ ଥଣ୍ଡା ହେଇଯିବ। ଆପଣ କ'ଣ କରିବେ ନା ଆଇସ୍କ୍ରିମ୍ ପରି ଖାଇପାରିବେ। ଏବେ ମୁଁ ଫ୍ରିଜ୍ରେ ରଖିଥିଲି, ଫ୍ରିଜ୍ରୁ କାଢ଼ି ନେଇଛି। ଆପଣମାନେ ଦେଖିପାରୁଥିବେ ଆଉ ମିଠା ଦହିର କଲର୍ ଦେଖନ୍ତୁ କେତେ ପୁରା ପରଫେକ୍ଟ ଆସିଛି। ଏବେ ଆମେ ଡିମୋଲ୍ଡ କରିବା। ଆପଣ ଚାହିଁଲେ ଡିମୋଲ୍ଡ କରିକି ଏମିତି କାଟିକିରି ଖାଇପାରିବେ, ନହେଲେ ଡାଇରେକ୍ଟ ଗିନାରୁ ମଧ୍ୟ ଆଣିକି ଖାଇପାରିବେ। ଏବେ ଉପରେ କିଛି ଡ୍ରାଏ ଫ୍ରୁଟ୍ ଦେଇ ଦେଉଛି ସୁନ୍ଦର ଦେଖାଯିବା ପାଇଁ। ଡ୍ରାଏ ଫ୍ରୁଟ୍ ଟୋଟାଲି ଅପସନାଲ୍ ଅଛି, ଆପଣ ଚାହିଁଲେ ସ୍କିପ୍ କରିପାରିବେ। ଗୋଟେ ଥର ଏଇ ମିଠା ଦହିକୁ ଘରେ ବନାନ୍ତୁ। କେମିତି ବନିଲା ମୋ ସହିତ କମେଣ୍ଟ ସେକ୍ସନରେ ସେୟାର କରନ୍ତୁ। ଭିଡ଼ିଓ ଯଦି ପସନ୍ଦ ଆସିଥିବ ଲାଇକ୍ କରିବେ। ଧନ୍ୟବାଦ।